ସମ୍ମିଶ୍ରଣରେ ରଚିତ ବନ୍ଦେ ମାତରମ୍। କେବଳ ଗୋଟିଏ ଗୀତ ନୁହେଁ, ଏହା ଥିଲା ଦାସ୍ୟତାର ଅନ୍ଧକାରକୁ ଭେଦ କରି ଆସିଥିବା ଏକ ଆଲୋକର ଶିକ୍ଷା। ଆନନ୍ଦ ମଠ ଉପନ୍ୟାସ ମାଧ୍ୟମରେ ଏହା ଦେଶର ଘରେ ଘରେ ପହଞ୍ଚି ଯାଇଥିଲା। 1905 ମସିହାରେ ସ୍ୱଦେଶୀ ଓ ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍ ହୋଇ ଉଠିଥିଲା ଭାରତୀୟ ଜାତୀୟତାର ଯୁଦ୍ଧନାଦ। ବନ୍ଦିଶାଳ, ଫାଶୀ ମଞ୍ଚ ଓ ଆନ୍ଦୋଳନର ରକ୍ତ ରଞ୍ଜିତ ପଥରେ ଏହି ଦୁଇଟି ଶବ୍ଦ ଦେଶଭକ୍ତଙ୍କୁ ଦେଇଥିଲା ଅପରାଜୟ, ସାହସ ଓ ଆତ୍ମବଳ। ସ୍ୱାଧୀନତା ପରେ 1950 ମସିହାର ଭାରତର ସମ୍ବିଧାନ ସଭା ବନ୍ଦେ ମାତରମ୍କୁ ଜାତୀୟ ଗୀତ ଭାବେ ସ୍ୱୀକୃତି ଦେଲା। ଏହାର ଐତିହାସିକ ଓ ଭାବନାତ୍ମକ ମର୍ଯ୍ୟାଦାକୁ ଅମର କରିଥିଲା। ଆଜି 150 ବର୍ଷ ପରେ ମଧ୍ୟ ବନ୍ଦେ ମାତରମ୍ର ପ୍ରାସଙ୍ଗିକତା କେବେ ମଳିନ ହୋଇନାହିଁ। ଏହା ଆମ ଯୁବପିଢ଼ିଙ୍କୁ ଦେଶର ବିପ୍ଳବୀୟ ଇତିହାସ ସହିତ ଯୋଡ଼ିଥାଏ, ତ୍ୟାଗ, ସାହସ ଓ କର୍ତ୍ତବ୍ୟବୋଧର ଶିକ୍ଷା ମଧ୍ୟ ଦେଇଥାଏ। 2025-2026 ମଧ୍ୟରେ ଆୟୋଜିତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉତ୍ସବ, ସାମୂହିକ ଗାନ, ସ୍ମୃତିଚିହ୍ନ ମୁଦ୍ରା ଓ ଡାକଟିକଟ ପ୍ରଦର୍ଶନୀ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ, ଏହାର ସବୁ ଲକ୍ଷ୍ୟ ଗୋଟିଏ, ଭାରତ ମାତାଙ୍କ ପ୍ରତି ଆମର ଭକ୍ତିକୁ ପୁନଃଜାଗୃତ କରିବା। ଆସନ୍ତୁ ଏହି ଐତିହାସିକ ମୁହୂର୍ତ୍ତରେ ଆମେ ସମସ୍ତେ ଏକତ୍ର ହୋଇ ଶପଥ ନେବା, ଦେଶର ଏକତା, ସ୍ୱାଭିମାନ ଓ ମର୍ଯ୍ୟାଦାକୁ ସର୍ବୋପରି ରଖିବା। ବନ୍ଦେ ମାତରମ୍, ଭାରତ ମାତା କି ଜୟ।